ମନେ କରାଯାଉ ଆପଣ ଗୋଟିଏ ସହରାଞ୍ଚଳରେ ଏକ ଜମି କିଣିଛନ୍ତି। କଟକ କଥା କୁହନ୍ତୁ, ଭୁବନେଶ୍ୱର କଥା କୁହନ୍ତୁ, ବ୍ରହ୍ମପୁର କଥା କୁହନ୍ତୁ, ରାଉରକେଲା କଥା କୁହନ୍ତୁ, ଟାଉନ ମାନଙ୍କରେ ଗୋଟିଏ ପ୍ଲଟ, ଯେକୌଣସି ଟାଉନରେ ଗୋଟେ ପ୍ଲଟ କିଣିଛନ୍ତି ଏବଂ କିଣିବାକୁ ନେଇକି ଆପଣଙ୍କ ରେଜିଷ୍ଟ୍ରି ମଧ୍ୟ ହେଇଥିବ। କମନ ଜିନିଷ, ରେଜିଷ୍ଟ୍ରି ନହେଲେ ଆପଣ କେମିତି କିଣିପାରିବେ? ରେଜିଷ୍ଟ୍ରି ମଧ୍ୟ ସରିଛି। ଏବେ ଜମି ସମ୍ପୂର୍ଣ୍ଣ ଆପଣଙ୍କର, କିନ୍ତୁ କିଛି ଦିନ ପରେ ବା କିଛି ମାସ ବା କିଛି ବର୍ଷ ପରେ ଆପଣ ଜାଣିବାକୁ ପାଇଲେ ଯୋଉ ପ୍ରପର୍ଟିଟା ଆପଣ କିଣିଛନ୍ତି ସେଟା ଫ୍ରି ହୋଲ୍ଡ ପ୍ରପର୍ଟି ନୁହଁ, ଅର୍ଥାତ୍ ସେ ପ୍ରପର୍ଟିଟା ଆପଣଙ୍କର ଲିଜ୍ ହୋଲ୍ଡ ପ୍ରପର୍ଟି। ଏବଂ ଯାହା ବିଷୟରେ ଆପଣ କିଣିବା ପୂର୍ବରୁ ଆପଣଙ୍କର ସେ ରିଗାର୍ଡିଂ କୌଣସି ଜ୍ଞାନ ବି ନଥିଲା ବା ଜ୍ଞାତ ସାରରେ ନଥିଲା, ବା ସେ ରିଗାର୍ଡିଂ ଆପଣ କିଣିବା ପୂର୍ବରୁ କୌଣସି ଆଡଭୋକେଟଙ୍କର କନସଲଟାନ୍ସ ଆଣିନଥିଲେ, ନିଜ ଇଚ୍ଛା ଅନୁସାରେ କିଣିଥିଲେ। କିନ୍ତୁ ବର୍ତ୍ତମାନ ଜାଣୁଛନ୍ତି ଯେ ସେ ପ୍ରପର୍ଟିଟା ଫ୍ରି ହୋଲ୍ଡ ପ୍ରପର୍ଟି ନୁହଁ, ତାହା ହେଉଛି ଏକ ଲିଜ୍ ହୋଲ୍ଡ ପ୍ରପର୍ଟି। ଫ୍ରେଣ୍ଡସ୍, ଏଭଳିଆ ପରିସ୍ଥିତିରେ କାହା ସହିତ କେମିତି ବି ଘଟିପାରେ, ଯୋଉ ପ୍ରକାର ପରିସ୍ଥିତି ଆପଣଙ୍କର ଲାଇଫରେ ମଧ୍ୟ ଏମିତି ଘଟିପାରେ। ଅନେକ ଭାବନ୍ତି ଯେ ଓଡ଼ିଶାରେ ଲିଜ୍ ହୋଲ୍ଡ ପ୍ରପର୍ଟି କହିଲେ କେବଳ କଟକ ଆଉ ଭୁବନେଶ୍ୱରର ଯୋଉ କିଛି ପ୍ରପର୍ଟି ଅଛି ତାକୁ ହିଁ ବୁଝେଇଥାଏ ବୋଲି ଅନେକଙ୍କର ଭାବନା ଭିତରେ ଥାଏ। ଯେହେତୁ କଟକର ସିଡିଏ, କଟକ ଡେଭଲପମେଣ୍ଟ ଅଥରିଟି, ଆଉ ଭୁବନେଶ୍ୱର ବିଡିଏ କଣ ହଉଛି, ଯୋଉଟା ଆପଣଙ୍କର ଲିଜ୍ ହୋଲ୍ଡ ପ୍ରପର୍ଟି ବୋଲି ସାଧାରଣତଃ ଲୋକଙ୍କର ଭାବନା ଥାଏ। କିନ୍ତୁ ଆପଣ ଜାଣିବାର ନିହାତି ଆବଶ୍ୟକ ଯେ କଟକ ଭୁବନେଶ୍ୱର ପରି ଆହୁରି ଏମିତି ଅନେକ ସହରାଞ୍ଚଳ ଅଛି ବା ଅନେକ ଏମିତି ଡିଷ୍ଟ୍ରିକ୍ଟ ଅଛି, ସହରାଞ୍ଚଳ ମାନଙ୍କରେ এই ଲିଜ୍ ହୋଲ୍ଡ ପ୍ରପର୍ଟିର ଆବଣ୍ଟନ କରାଯାଇଥାଏ। ତେଣୁ ଆଜିର ଭିଡ଼ିଓ ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ, ବହୁତ ଇନଫର୍ମେଟିଭ ଭିଡ଼ିଓ ଆପଣଙ୍କ ମାନଙ୍କ ପାଇଁ। ଭିଡ଼ିଓଟିକୁ ଆଦୌ ସ୍କିପ୍ କରିବେ ନାହିଁ, ନିଶ୍ଚିନ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ସର୍ବପ୍ରଥମେ ଆପଣମାନଙ୍କୁ ୱେଲକମ୍ କରୁଛି ଆମର এই ଛୋଟିଆ ଚ୍ୟାନେଲକୁ, ଆଶୁତୋଷ ଲ ଟ୍ୟୁଟୋରିଆଲ। ଆଶା କରୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ କୃପାରୁ ଆପଣମାନେ ଭଲରେ ଥିବେ, ମୁଁ ମଧ୍ୟ ଭଲରେ ଅଛି। ଯେ ଲିଜ୍ ହୋଲ୍ଡ ପ୍ରପର୍ଟି କେବଳ ସିଡିଏ ଆଉ ବିଡିଏ ଅନ୍ତର୍ଗତ ନୁହଁ, ଓଡ଼ିଶାର ଏମିତି ଅନେକ ଅଥରିଟି ଅଛନ୍ତି ଯେଉଁମାନେ ଲିଜ୍ ହୋଲ୍ଡ ପ୍ରପର୍ଟିକୁ ଆବଣ୍ଟନ କରିଥାନ୍ତି। ତେଣୁ ସଦାସର୍ବଦା ଲିଜ୍ ହୋଲ୍ଡ ପ୍ରପର୍ଟିକୁ ରେଜିଷ୍ଟ୍ରି କରିବାକୁ ଥିଲେ ଆଇନଗତ କ'ଣ ସବୁ ନିୟମ ରହିଛି, କ'ଣ ସବୁ ସର୍ତ୍ତ ଯୋଉଟା କଣ୍ଡିସନ ଆପଣଙ୍କ ପାଇଁ ଲାଗୁ ରହୁଛି, ଏବଂ କେମିତି କୋଉ କୋଉ କାଗଜ ଆପଣ ଯାଞ୍ଚ କରିବା ଦରକାର ଲିଜ୍ ହୋଲ୍ଡ ପ୍ରପର୍ଟିକୁ ଆପଣ ଏନ୍ଜୟ କରିବା ପାଇଁକି, ଏବଂ କୋଉ କୋଉ ଅଥରିଟି ମାନ ସବୁ ଅଛି, ମୁଖ୍ୟ ଅଥରିଟି ଯୋଉଠି ଲିଜ୍ ହୋଲ୍ଡ ପ୍ରପର୍ଟି ଆପଣ ପାଇପାରିବେ, ସେ ବାବଦରେ ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ଫ୍ରେଣ୍ଡସ୍, ମୁଁ ପୂର୍ବରୁ ମଧ୍ୟ ଆପଣଙ୍କୁ କହିଛି ଯେ ଅନେକଙ୍କର ଗୋଟେ ଭ୍ରାନ୍ତ ଧାରଣା ଥାଏ ଯେ ଲିଜ୍ ହୋଲ୍ଡ ପ୍ରପର୍ଟି କହିଲେ କେବଳ ସିଡିଏ ଆଉ ବିଡିଏକୁ ବୁଝିଥାଏ, ଯୋଉଟା ସମ୍ପୂର୍ଣ୍ଣ ଭୁଲ ଧାରଣା। ଆପଣ ଏହି ତଥ୍ୟ ନ ଜାଣି ଯଦି କୌଣସି ଲିଜ୍ ହୋଲ୍ଡ ପ୍ରପର୍ଟି କିଣନ୍ତି ତେବେ ପରେ ବିଭିନ୍ନ ପ୍ରକାର ସମସ୍ୟାର ମଧ୍ୟ ସମ୍ମୁଖୀନ ହେଇପାରନ୍ତି, ଯେ ଆପଣ ଚାହୁଁଥିବେ ସେ ପ୍ରପର୍ଟିକୁ ଫ୍ୟୁଚରରେ ଏନି ଅଦର ମିନ୍ସରେ ଟ୍ରାନ୍ସଫର କରିବେ ବୋଲି, ତେଣୁ ସେ ଟ୍ରାନ୍ସଫର ହେଇପାରୁନଥିବ, ସେଲ୍ ଡିଡ୍ ହେଇପାରୁନଥିବ, ଗିଫ୍ଟ ଡିଡ୍ ହେଇପାରୁନଥିବ, ମର୍ଟଗେଜ୍ ଦେଇପାରୁନଥିବେ, ମ୍ୟୁଟେସନ କରିପାରୁନଥିବେ, ସେ ରିଗାର୍ଡିଂ କନଭର୍ସନ ବି କରିପାରୁନଥିବେ, ଏବଂ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ ଯଦି ଆପଣ ରେଜିଷ୍ଟ୍ରି କରିବା ପୂର୍ବରୁ, ଲିଜ୍ ହୋଲ୍ଡ ପ୍ରପର୍ଟି ରେଜିଷ୍ଟ୍ରି କରିବା ପୂର୍ବରୁ ଆଇନଗତ ସଚେତନ ନଥିବ। ତେଣୁ ଯୋଉଟା ଆପଣଙ୍କର ସାଧାରଣତଃ ଲିଜ୍ କହିଲେ ଆପଣଙ୍କୁ 105ରୁ ଆରମ୍ଭ ହେଇଯାଉଛି ଟ୍ରାନ୍ସଫର ଅଫ ପ୍ରପର୍ଟି ଆକ୍ଟର 117 ପର୍ଯ୍ୟନ୍ତ ସେକ୍ସନ ରହୁଛି, ସେ ରିଗାର୍ଡିଂ ମୁଁ ଯାଉନି କାରଣ ଭିଡ଼ିଓଟି ବହୁତ ବଡ଼ ହେଇଯିବ। ଯଦି ଆପଣ କମେଣ୍ଟ କରନ୍ତି ତାହେଲେ ସ୍ପେଶାଲ ସେଇ ପାଇଁକି ମୁଁ ଭିଡ଼ିଓ ଆଣିବି। ତେଣୁ ଲିଜ୍ ହୋଲ୍ଡ ପ୍ରପର୍ଟି କ'ଣ ଆମେ ପ୍ରଥମେ ଜାଣିନେବା ଦରକାର, ଯୋଉଠି ଆପଣଙ୍କର ରାଇଟ୍ ଏନ୍ଜୟମେଣ୍ଟ ହବ ସତ, ଯୋଉଟା ପାର୍ସିଆଲ ରାଇଟ୍ ଏନ୍ଜୟମେଣ୍ଟ ହେଇଥାଏ, ଆବସୋଲ୍ୟୁଟ ରାଇଟ୍ ନଥାଏ, ପାର୍ସିଆଲ ମାନେ କେବଳ ଏନ୍ଜୟମେଣ୍ଟର ରାଇଟ୍ ଆପଣଙ୍କର ରହେ। ଓକେ, ଆବସୋଲ୍ୟୁଟ ଟ୍ରାନ୍ସଫର ହବନି, ଅର୍ଥାତ୍
लीज होल्ड प्रॉपर्टी कौन जदि आम कहवा ताले यह होची सेही संपत्ति जोठारे जमीर मूल मालिकाना सरकार को नारे थिबो। ओके जमीर प्राइवेट भी लीज देई हबो किंतु जमीर मूल मालिकाना सरकार को नारे थिबो एवं आपण से संपत्ति को एंजॉयमेंट पर्पज रे नउथिबे किंतु आर मूल मालिकाना सरकार थिबो। ओके एवं जदि एमती किछि कहा जाए जे केवल सरकार को सहित बा सरकार को छड़ा आउ किए तार मूल मालिकाना आसे ता से जगह आपण मध्य से सरकार संपर्कित किछि जदि अथॉरिटी रहंती तांको पाखरे मध्य से मूल मालिकाना थाए। ओके एवं आपण आज एन लेसी हिसाब रे बा लीज होल्डर हिसाब रे लेसी हिसाब रे आपण एक निर्दिष्ट समय पाई कि से प्रॉपर्टी को केवल एंजॉय करिवे तार जो शर्त अच्छी तार कंडीशन अच्छी से कंडीशन अनुसार आपण निर्दिष्ट समय पाई कि से संपत्ति को केवल एंजॉय करिवे नुहे कि आपण से संपत्ति को आउ का गिफ्ट कर देबे हां सबलीज कर देबे आउ का लीज दे देबे बा ताकू कोन मॉर्गेज पकई देबे बा जेमती सेल कर देबे एनी अदर मीन्स एमती हे परिबो नाही। ओके किंतु किछि किछि जगह रे हेई थाए आपण टर्म एंड कंडीशन वेरी इंपोर्टेंट। ओके को जगह रे आपण लीज जोडा आपण लीज होल्ड प्रॉपर्टी को मध्य को करि परिबे ना गिफ्ट करि परिबे सेल करि परिबे से रिगार्डिंग तार कोन टर्म एंड कंडीशन रहूची जदि आपण कहंती ताले से रिगार्डिंग गोटे वीडियो आनी हला तो सदा सर्वदा ए सब जदि आपण चाहूचंती जे आपण आउ का को कोन गिफ्ट कर देबा पई कि लीज होल्ड प्रॉपर्टी को इन फ्यूचर बा सेल करिवा पई कि से रिगार्डिंग आपणकर जो अथॉरिटी अछती अथॉरिटी को थारु परमिशन आनिया पड़िबो परमिशन आनी सारला परे तार जति की चार्जेस रहउची से चार्जेस किछि जो कंडीशन को बेस करूची सब जगह रही परिबो नाही से जा सब कंडीशन आपणकर अछि जते बेले आपण रजिस्टर करिबा पूर्वरु जानि पढिथिले से कंडीशन को फुलफिल करिबा प्रथम मैंडेटरी एवं जदि इन फ्यूचर आपण चाहूचंती जे सेही लीज होल्ड प्रॉपर्टी को आपणकर पैसा रो आवश्यकता पाई बा कोनसी लव एंड अफेक्शन पाई कि आपण काहा को गिफ्ट कर दबा पई कि बा एनी अदर फॉर्म में ट्रांसफर करिवा पई कि से रिगार्डिंग आपण अथॉरिटी को थारु परमिशन आनी कि करिवा को पड़ी थाए। ओके बहुत जगह रे मध्य मु जोटा ओपिनियन आपण को दउची सोडा ठीक ठाक न ही पारे मे भी कारण आपण आगे अथॉरिटी को सहित कंसल्ट करी कि आपण से रिगार्डिंग आगु को आगेबे प्राय समान सब आडे न थाए। तो वर्तमान हमें जानि रखिबा दरकार ए जो लीज होल्ड प्रॉपर्टी फ्री होल्ड प्रॉपर्टी थारु भिन्न कि हां फ्रेंड्स संपूर्ण भिन्न काना फ्री होल्ड प्रॉपर्टी रे आपण होचने एब्सोल्यूट ओनर आपणकर एन्जॉयमेंट करिवार पूर्ण स्वाधीनता रहउची जेउथिरे मालिकाना केही नाहंती फ्री होल्ड प्रॉपर्टी रे आपण जेबे भी चाहिले आपण प्रॉपर्टी को ट्रांसफर करि परिबे एब्सोल्यूट ट्रांसफर करि पारंती बा पार्शियल ट्रांसफर मध्य करि परिबे। तो वर्तमान जदि हमें कहिबा हां जे सीडीए बीडीए छडा केउ केउ अथॉरिटी गुडी को अछंती जे माने लीज होल्ड प्रॉपर्टी को देई थांती बा आवंटन करि थांती ताले से रिगार्डिंग जदि हमें कहिबा त ओडिसा रे विभिन्न सरकारी संस्था अछि जेउठी लीज होल्ड प्रॉपर्टी को आवंटन करि थांती यथा आपण बरमपुर डेवलपमेंट अथॉरिटी कथा कहंतु हला आउ राउरकेला डेवलपमेंट अथॉरिटी कथा कहंतु पुनी कोनार अथॉरिटी डेवलपमेंट कथा कहंतु हां बा आपण जो बरमपुर डेवलपमेंट अथॉरिटी कथा कहंतु झारसुगुड़ा कथा डेवलपमेंट अथॉरिटी कहंतु ओडिसा स्टेट हाउसिंग बोर्ड कथा कहंतु हां जोटा आपणकर ओडिसा स्टेट हाउसिंग बोर्ड हां बा आपण इडको इंडस्ट्रियल कथा कहंतु हां इडको इंडस्ट्रियल एस्टेट बा आउ केतक सरकारी हाउसिंग हां जोटा स्कीम अछि जेउठी लीज होल्ड आकार मध्ये प्रॉपर्टी को आवंटन दियाई थाए जोंठी सरकार होचंती उक्त प्रॉपर्टी रो मालिकाना एवं आपण होचंती उक्त प्रॉपर्टी रो एन्जॉयमेंट मान एब्सोल्यूट एन्जॉयमेंट करि पारंती किंतु प्रॉपर्टी को ट्रांसफर करिवारु वंचित हेबे जा टर्म एंड कंडीशन जोटा रहउतबो से को फॉलो करियौ पड़ी थाए। ओके तनो लीज होल्ड प्रॉपर्टी किनिबा पूर्वरु केउ सब डॉक्यूमेंट्स ऊपर आपण ध्यान देबा दरकार जदि डॉक्यूमेंट कथा हम कहिबा ताले लीज होल्ड प्रॉपर्टी आपण किनिबा पूर्वरु डॉक्यूमेंट वेरिफिकेशन करिबा निहाती आवश्यक प्राय क्षेत्र रे
viewers ମାନେ without verification of any documents they are interested to have the registry deed ହେଲା ୱିଦାଉଟ୍ ଭେରିଫିକେସନରେ ସେମାନେ ରେଜିଷ୍ଟ୍ରି ଡିଡ୍ କରିବା ପାଇଁ କି ପଳେଇ ଯାଇଛନ୍ତି ତେଣୁ ପ୍ରଥମ କ'ଣ ଦେଖିବେ ନା ଲିଜ୍ ଡିଡ୍ ଦେଖିବେ ଲିଜ୍ର ପିରିୟଡ଼ ଦେଖିବେ କେତେ ଦିନ ପର୍ଯ୍ୟନ୍ତ ଆପଣ ରହୁଛି ପିରିୟଡ଼ ତାହେଲେ ରିନ୍ୟୁଆଲ୍ କ୍ଲଜ୍ର ଦେଖିବେ କେମିତି ତାପରେ ତାର ରିନ୍ୟୁଆଲ୍ କ୍ଲଜ୍ ଯେମିତି ବର୍ଷକୁ ବର୍ଷ ଲିଜ୍ ହେଇଥାଏ ଏଇଟା 100 ବର୍ଷ 99 ବର୍ଷ ତାପରେ କ'ଣ ହବ କ'ଣ ସେ ଟର୍ମ ଯୋଉ ଟେଣ୍ଡର ପିରିୟଡ଼ ରହିଲେ 99 ବର୍ଷ ମନେ କର ଏକ୍ଜାମ୍ପଲ୍ ଦଉଛି ତାପରେ ଆପଣ ଯଦି ରିନ୍ୟୁଆଲ୍ ପ୍ରୋସେସ୍ ନଥିବ ତାପରେ ଆପଣଙ୍କର ଯୋଉ ପର ପିଢ଼ି ଆସୁଛନ୍ତି ସେମାନେ ସେ ପ୍ରପର୍ଟି ପାଇବାରେ ବଞ୍ଚିତ ହେବେ ତେଣୁ ତାର ଏଇ ଯୋଉ ରିନ୍ୟୁଆଲ୍ କ୍ଲଜ୍ଟାକୁ ଦେଖିବା ଦରକାର ଏବଂ ଟର୍ମ ଅଫ୍ ଦ ଟେଣ୍ଡର ଅଫ୍ ପିରିୟଡ଼ ଯୋଉ ଲିଜ୍ର ଯୋଉ ପିରିୟଡ଼ ଅଛି ତାକୁ ମଧ୍ୟ ଦେଖିବା ଦରକାର ଏବଂ ସେଗୁଡ଼ା ଟ୍ରାନ୍ସଫର ହେବା ପାଇଁ କି ପରମିସନ୍ ଅଛି କି ନାହିଁ ଯୋଉଟା ଆପଣଙ୍କ ଟର୍ମ ଆଣ୍ଡ କଣ୍ଡିସନ୍ ଯୋଉଟା ଥିବ whether that can be transferred or not ତାର ଯୋଉ ରୁଲ୍ସ ଆଣ୍ଡ ରେଗୁଲେସନ୍ ଅଛି କି ନାହିଁ ତାକୁ ମଧ୍ୟ ଦେଖିବେ ଯେମିତି ମୁଁ କହିଲି ପୂର୍ବରୁ ଯେମିତି କିଛି ଜାଗାରେ ଏ ଲିଜ୍ ହୋଲ୍ଡ ପ୍ରପର୍ଟିକୁ ମଧ୍ୟ ୱିଥ୍ ପରମିସନ୍ ଅଫ୍ ଅଥରିଟି ର ପରମିସନରେ ତାକୁ ଗିଫ୍ଟ ବି ଦିଆଯାଇଥାଏ ହଁ କି ନାହିଁ ତାର ରିଲେଟିଭ୍ ମାନଙ୍କୁ ଗିଫ୍ଟ ଦିଆଯାଇଥାଏ ମନେ ଫର ଏକ୍ଜାମ୍ପଲ୍ ମନେ କରାଯାଉ ଗୋଟିଏ ଭାଇ ନାଁରେ ଗୋଟେ ଲିଜ୍ ହୋଲ୍ଡ ପ୍ରପର୍ଟି ରେଜିଷ୍ଟର ହେଇଛି କିନ୍ତୁ ଭାଇ ଚାହୁଁଛି ତାର ଅନ୍ୟ ଭାଇକୁ ସେ ପ୍ରପର୍ଟିରେ ଭାଗ ପାଇବା ପାଇଁ ଅନ୍ୟ ଭାଇ ମାନେ ସେ ପ୍ରପର୍ଟିକୁ ଆସନ୍ତୁ ତେଣୁ ସେଇ କେସ୍ରେ ସେ ଯଦି ଗିଫ୍ଟ ବି କରିପାରିବ ନାହିଁ କିନ୍ତୁ କିଛି ଜାଗାରେ କରିବ କେତେବେଳେ କରିବ ୱିଥ୍ ପରମିସନରେ ତ ଅଥରିଟିକୁ ଆପ୍ଲିକେସନ୍ ଦେବ ଅଥରିଟି ଗ୍ରାଣ୍ଟ କଲେ କ'ଣ କରିପାରିବ ସେ ଭାଇକୁ ଯୋଉ ଭାଇକୁ ଚାହୁଁଛି ସେ ପ୍ରପର୍ଟିରେ ଭାଗ ଦେବା ପାଇଁକି ତା ନାଁ ମଧ୍ୟ ଲିଜ୍ ହୋଲ୍ଡ ପ୍ରପର୍ଟି ଆସିଯିବ ସେଇ ଆ ନାଁ ପରିବର୍ତ୍ତେ ତା ନାଁ ଆସିଯିବ ନହେଲେ ଆ ନାଁ ସହିତ ତା ନାଁ ଆସିବ ଯାହା ଆପଣ ବା ଚାହୁଁଛି ତାର ବାପା ନାଁରେ କରିଦେବ ଯାହାଫଳରେ ସମସ୍ତେ ସେ ପ୍ରପର୍ଟିର ଭାଗ ପାଇବେ ତେଣୁ ସେ ଚାହିଁବ ତ ମୋ ବାପା ନାଁରେ କରିଦିଅ ତ ବାପା ନାଁରେ ବି ହେଇପାରିବ କିନ୍ତୁ ଏଇଟା କଣ୍ଡିସନକୁ ଡିପେଣ୍ଡ କରିଥାଏ ଆଉ ଯୋଉଟା ଆପଣଙ୍କର ଯୋଉ ଟର୍ମ ଆଣ୍ଡ କଣ୍ଡିସନ ରହୁଛି ତାକୁ ଭାଉଲେଟ୍ ନ କଲା ଭଳିଆ ହେଇଥିବା ଦରକାର ଏବଂ ସେଟା ୱିଥ୍ ପରମିସନ୍ ଅଫ୍ ଅଥରିଟିଙ୍କ ଦ୍ୱାରା ହେଇଥାଏ ସାଧାରଣତଃ ତାପରେ ଡ୍ୟୁ ଅଛି କି ନାହିଁ ତା ପେଣ୍ଡିଂ ଲିଟିଗେସନ୍ ତା ଦେହରେ କିଛି ଅଛି କି বা ଇନକମେନ୍ସ ସାର୍ଟିଫିକେଟ୍ ଆଉ କନଭର୍ସନ୍ ରୁଲ୍ସ ତା ଦେହରେ କ'ଣ ରହୁଛି ଇତ୍ୟାଦି ଆପଣ ସବୁ ପ୍ରପର୍ଟି ଯାଞ୍ଚ କରିବେ ହେଲା ଆଉ ଯଦି ଡିଟେଲ୍ସ କହିବେ ମୁଁ ସେ ରିଗାର୍ଡିଂ ମଧ୍ୟ କେସ୍ ଲ ସହିତ ଆପଣଙ୍କର ଟ୍ରାନ୍ସଫର ଅଫ୍ ପ୍ରପର୍ଟି ଆକ୍ଟ 105 ରୁ 117 ପର୍ଯ୍ୟନ୍ତ ଯାହା ସବୁ ରହୁଛି ଭିଡ଼ିଓ କରିକି ସେପାରେଟ୍ ଦେବି ଯଦି ଆପଣ କମେଣ୍ଟ କରନ୍ତି ୱିଥ୍ କେସ୍ ଲ ସହିତ ଏବଂ ପ୍ରାୟତଃ କ୍ଷେତ୍ରରେ ଆପଣମାନେ ଏସବୁ କମନ୍ ମିଷ୍ଟେକ୍ କରିଥାନ୍ତି କ'ଣ କମନ୍ ମିଷ୍ଟେକ୍ ନା ରେଜିଷ୍ଟ୍ରି କରିବା ପୂର୍ବରୁ ଲିଜ୍ର କେଉଁ କଣ୍ଡିସନକୁ ସେମାନେ ଯାଞ୍ଚ କରନ୍ତି ନା ଏତେ କାର୍ଯ୍ୟ ବ୍ୟସ୍ତ ଭିତରେ ଥାନ୍ତି ଲେସି ଯିଏ ଲିଜ୍ ହୋଲ୍ଡର ଯିଏ ଲେସି ଯିଏ ଯାହା ନାଁରେ ଲିଜ୍ କରାଯିବ ସେ ବି ଲିଜ୍ର ଯେଉଁ କଣ୍ଡିସନ ଗୁଡ଼ିକ ଅଛି ତାକୁ ସେ ଯାଞ୍ଚ କରନ୍ତି ନାହିଁ କିମ୍ବା ଲିଜ୍ ଡିଡ୍ ପଢ଼ନ୍ତି ନାହିଁ ଏବଂ ଯାହାଫଳରେ ସେମାନେ ଫ୍ୟୁଚରରେ ଯଦି ମର୍ଗେଜ୍ ରଖିବାକୁ ଚାହିଁବେ ସେଟା ମର୍ଗେଜ୍ ହେଇପାରିବ ନାହିଁ କିମ୍ବା ବ୍ୟାଙ୍କ ଲୋନ୍ କରିବା ପାଇଁ ଚାହିଁବେ ସେ ରିଗାର୍ଡିଂ ବ୍ୟାଙ୍କ ଲୋନ୍ ହେଇପାରିବ ନାହିଁ ବା ସେଇ ଯେଉଁ ଲିଜ୍ କରିବାକୁ ଯାଉଛନ୍ତି ସେ ତାର ସେଇ ପ୍ରପର୍ଟି ସେଇ ସିଡ୍ୟୁଲ୍ ପ୍ରପର୍ଟି ଯାହାକୁ ସେ ନିଜ ନାଁରେ ଲିଜ୍ ଆକାରରେ ସୂତ୍ରରେ ପାଇବା ପାଇଁ ଚାହୁଁଛନ୍ତି ଆଜ ଆନ୍ ଲେସି ହିସାବରେ ଏବଂ ସେଇ ପ୍ରପର୍ଟି ରେ କୌଣସି ମର୍ଗେଜ୍ ଅଛି କି ନାହିଁ ସେ ଆଉ ଆଗରୁ କିଛି ବ୍ୟାଙ୍କ ଲୋନ୍ ଅଛି କି ନାହିଁ ସେ ବାବଦରେ ବି ଜାଣନ୍ତି ନାହିଁ ଏବଂ ଅଥରିଟି ଫଳରେ କ'ଣ ହବ ନା ଯଦି ଆପଣ ଫ୍ୟୁଚରରେ ସେ ରିଗାର୍ଡିଂ ଆପଣ କୌଣସି ମର୍ଗେଜ୍ ରଖିବା ପାଇଁ ଚାହିଁବେ କିଛି ପଇସା ଆଣିବା ପାଇଁ କି ତେଣୁ ଆପଣଙ୍କୁ କ'ଣ ହବ ନା ମର୍ଗେଜ୍ ହିସାବରେ ଦିଆଯାଇ ଯିବ ନାହିଁ କାରଣ ସେଠି ଅଥରିଟି ଆପଣଙ୍କୁ ଏନ୍ଓସି ଦେବ ନାହିଁ ତେଣୁ ଏସବୁ ବହୁତ କିଛି ଜିନିଷ ରହୁଛି ଯୋଉଟାକୁ ଆପଣ ଟିକେ ନେଇକି ଭେରିଫିକେସନ୍ କରିବାକୁ ପଡ଼ିଥାଏ ଯେତେବେଳେ ଆପଣ ଲିଜ୍ ଡିଡ୍ ବା ଲିଜ୍ ହୋଲ୍ଡ ପ୍ରପର୍ଟିକୁ ଆପଣ ନାଁରେ ରେଜିଷ୍ଟର କରୁଛନ୍ତି ତେଣୁ ଫ୍ରି ହୋଲ୍ଡ ବା ଲିଜ୍ ହୋଲ୍ଡ ମଧ୍ୟରେ ତ ମୁଁ ପାର୍ଥକ୍ୟ ଆପଣ କହିଛି ଯୋଉଠି ଫ୍ରି ହୋଲ୍ଡରେ ଆପଣ ହେଉଛନ୍ତି ସମ୍ପୂର୍ଣ୍ଣ ମାଲିକାନା ଏବଂ ଆପଣ ଯେକୌଣସି ସମୟରେ ଯେକୌଣସି ଟାଇମ୍ରେ ଆପଣ କ'ଣ କରିପାରିବେ ଯେବେ ବି ଯେତେବେଳେ ଚାହିଁଲେ ଆପଣ ତା କ'ଣ କରିପାରିବେ ଆବସୋଲ୍ୟୁଟ୍ ଟ୍ରାନ୍ସଫର କରିପାରିବେ ବା ଗିଫ୍ଟ କରିପାରିବେ ବା ଏନି ଅଦର ମିନ୍ସରେ ଆପଣ କ'ଣ କରିପାରିବେ ତାକୁ ଟ୍ରାନ୍ସଫର କରିପାରିବେ କିନ୍ତୁ ଏଠି ଯେଉଁ ଲିଜ୍ ହୋଲ୍ଡ ପ୍ରପର୍ଟି କହିଲା ଲିଜ୍ ହୋଲ୍ଡ ପ୍ରପର୍ଟି କେବଳ ଲିଜ୍ ଆକାରରେ ଆପଣଙ୍କୁ ଦିଆଯାଇଥାଏ ଏବଂ ଏସବୁ କ୍ଷେତ୍ରରେ ଅଥରିଟିର ବିନା ଅନୁମତିରେ ଆପଣ କିଛି ବି ଟ୍ରାନ୍ସଫର କରିପାରିବେ ନାହିଁ କିନ୍ତୁ କରିପାରିବା ସମ୍ଭବ ନୁହଁ କରିପାରିବେ ୱିଥ୍ ପରମିସନରେ ଯଦି ସେଇ ସର୍ତ୍ତ ଗୁଡ଼ିକ ଭିତରେ ଅନ୍ତର୍ଗତ ହେଇଥିବ ଯାହା ସର୍ତ୍ତ ପୂର୍ବରୁ ଆପଣ ରେଜିଷ୍ଟର କରିବା ପୂର୍ବରୁ ଯୋଉଟା ଥିବ ସେଇ ସର୍ତ୍ତ ଅନୁସାରେ ଯଦି ଥାଏ ତାହେଲେ ଆପଣ ତାକୁ ଟ୍ରାନ୍ସଫର କରିପାରନ୍ତି କିନ୍ତୁ 100% କରିପାରିବେ ବୋଲି କୋଉଠି କୁହାଯାଇ ନାହିଁ ତେଣୁ ଫ୍ରେଣ୍ଡସ୍ ଏଇଭଳିଆ ପରିସ୍ଥିତିରେ
ଆପଣ କ'ଣ କରିବେ ନା କୌଣସି ସିଡିଏ କିମ୍ବା ବିଡିଏ କିମ୍ବା ଅନ୍ୟ ଡେଭଲପମେଣ୍ଟ ଅଥରିଟିରୁ ଯଦି ପ୍ରପର୍ଟି କିଣିବା ପାଇଁ ଚାହୁଁଛନ୍ତି, ତେଣୁ ଲିଜ୍ ଡିଡ୍କୁ ଭଲସେ ପଢ଼ନ୍ତୁ, ଅଥରିଟିର ରୁଲ୍ ବିଷୟରେ ଯାଞ୍ଚ କରନ୍ତୁ ଏବଂ ସବୁଠାରୁ ଭଲ ହେବ ମୋ ମତରେ ଆପଣ ଲୟରକୁ ହାୟର କରନ୍ତୁ ଏବଂ ତାଙ୍କ ପାଖରେ କିଛି କନସଲଟାନ୍ସ ବା ଲିଗାଲ ଓପିନିଅନ୍ ନିଅନ୍ତୁ ଏବଂ ତାପରେ ରେଜିଷ୍ଟ୍ରି କରନ୍ତୁ। ହଁ ଫ୍ରେଣ୍ଡସ୍, ଯେଉଁଟା ମୁଁ ଆପଣ କହିଲି ଲିଜ୍ ହୋଲ୍ଡ ପ୍ରପର୍ଟି କେବଳ ସିଡିଏ ଆଉ ବିଡିଏକୁ ବୁଝାଉଛି ତାହା ନୁହଁ। ଓଡ଼ିଶାର ଅନେକ ସରକାରୀ ଅଥରିଟି ଅଛନ୍ତି ଯେଉଁମାନେ ଲିଜ୍ ହୋଲ୍ଡ ପ୍ରପର୍ଟିକୁ ଆବଣ୍ଟନ କରିଥାନ୍ତି। ଓକେ ଫ୍ରେଣ୍ଡସ୍, ତେବେ ପ୍ରତ୍ୟେକ ଯେଉଁ ଆଇନଗତ ନିୟମ ଏବଂ ସର୍ତ୍ତ ଗୁଡ଼ିକ ରହୁଛି ପ୍ରତ୍ୟେକ କ୍ଷେତ୍ରରେ ଏବଂ ଯାହା ସବୁ ସର୍ତ୍ତ ଆଉ ଆଇନଗତ ନିୟମ ଗୁଡ଼ିକ ରହୁଛି ଲିଜ୍ ହୋଲ୍ଡ ପ୍ରପର୍ଟି କ୍ଷେତ୍ରରେ ପ୍ରାୟ ଗୋଟିଏ ଡେଭଲପମେଣ୍ଟ ଅଥରିଟି ଠାରୁ ଆଉ ଗୋଟେ ଡେଭଲପମେଣ୍ଟ ଅଥରିଟି ଟିକେ ଭିନ୍ନ ଏବଂ ପୃଥକ ମଧ୍ୟ ରହିଥାଏ। ତେଣୁ କୌଣସି ପ୍ରପର୍ଟି କିଣିବା ପୂର୍ବରୁ ସମ୍ପୂର୍ଣ୍ଣ ଦଲିଲ ଯାଞ୍ଚ କରିବା ଆବଶ୍ୟକ ଏବଂ ଆବଶ୍ୟକ ସ୍ଥଳେ ଆପଣ ଆଡଭୋକେଟ ହାୟର ବା ତାଙ୍କର ପରାମର୍ଶ ନେବା ନିହାତି ଜରୁରୀ ଅଟେ। ଫ୍ରେଣ୍ଡସ୍, ପୂର୍ବରୁ ମଧ୍ୟ ମୁଁ କହିଛି ଯାହା ଭିଡ଼ିଓ ମୁଁ ଅପଲୋଡ଼ କରୁଛି କେବଳ ଆଇନଗତ ସଚେତନ ପାଇଁ ଉଦ୍ଦିଷ୍ଟ ଅଟେ, କୌଣସି ବ୍ୟକ୍ତିଗତ ପରାମର୍ଶ ପାଇଁ ନୁହେଁ। ସଦାସର୍ବଦା ଏ ରିଗାର୍ଡିଂ ଯଦି ଆପଣ କୌଣସି ଜମି ପ୍ରପର୍ଟି ଲିଜ୍ ହୋଲ୍ଡ ପ୍ରପର୍ଟି ସୂତ୍ରରେ ପାଇବାକୁ ଚାହୁଁଛନ୍ତି ବା କୌଣସି ପ୍ରୋବ୍ଲେମରେ ଆପଣ ଫେସ୍ କରିଛନ୍ତି ସେ ରିଗାର୍ଡିଂ ଆପଣ କନସଲ୍ଟ କରିପାରନ୍ତି ଆପଣଙ୍କର ଆଡଭୋକେଟଙ୍କ ସହିତ। ଓକେ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ହାଭ୍ ଏ ସୁଇଟ୍ ଡେ, ଥ୍ୟାଙ୍କ୍ସ ଫର ୱାଚିଂ ମାଇ ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ନିଶ୍ଚିତ ମୋତେ ଲାଇକ୍ ସେୟାର କମେଣ୍ଟ ଆଉ ସବସ୍କ୍ରାଇବ୍ କରିବେ। ନୂଆ କରି ଆସିଥିଲେ ଅଲ୍ ଦି ବେଲ୍କୁ ହିଟ୍ କରିବେ, ଯାହାଫଳରେ ଭିଡ଼ିଓ ଅପଲୋଡ଼ କରୁ କରୁ ସର୍ବପ୍ରଥମେ ତାର ନୋଟିଫିକେସନ୍ ପାଇଯିବେ। ଜୟ ଜଗନ୍ନାଥ, ହାଭ୍ ଏ ସୁଇଟ୍ ଡେ, ରେଷ୍ଟ